श्री गणेशाय नमः। नमस्कार बंधुगण, जय जगन्नाथ। आज हेउछि संतोषी मांकर प्रिय बार शुक्रवार। आज रही पवित्र दिन रे आरंभ हेउछि संतोषी पुराण। किछि समय हेउ पछे शुणिबाको निश्चय चेष्टा करिवे। प्रथमे आसन्तु गुरु वंदना करिबा। अखंड मंडलाकारं व्याप्तं येन चराचरं तत्पदं दर्शितं येन तस्मै श्री गुरवे नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परं ब्रह्म तस्मै श्री गुरवे नमः। नमो नमो गुरुदेव नमो ज्ञानदाता नमो नमो गुरुदेव तुमे हर्ता कर्ता। तब बळे महामूर्ख हुई पंडित तुमरी आशीषे हुए अज्ञानी कोविद। दिय शुभाशीष तुमे सबुरी मथारे उच्च नीच भेद भाव नाही तुम ठारे। तुमे अट महा शक्तिमय सुपुरुष तुमरी दयारे सृष्टि हुए आत जात। तुमे गौरियान गुरु वेदपति ठारू तुमे विष्णु तुमे पुणी शिव आहे गुरु। संसार रहस्य कर्ता सबु गुरुदेव तुम बिने चराचर कुहिर मणिब। गुरु बिना विद्या शिक्षा अटे अर्थहीन कर्म समय रे ताहा नहेटी कारण। एहा प्रमाणटी अछि श्री महाभारते एकलव्य द्रोणंकु जे संगुठी जाचे। हेउ पछे कर्महीन गुरु आज्ञा केवे पकाइब नाही तळे मन मध्ये भावे। सेही परि गुरुदेव आज गुरु भार किपरि लाघव हेब विचारटी कर। संसार सागर घोरे अबोध बालक संतोषींक कीर्ति बनिबी बलिछि मानस। किंचितम बुद्धि ज्ञान सेथिरे पुराण न होइब शेष बोली लोड़े तब ज्ञान। ज्ञानी रूपी शुभाशीष दिय गुरुदेव जेपरि ए पुराणटी संपूर्ण होइब। एही ओळी श्री छामुरे दीन अवधर संतोषी पुराण लेखे जे चंद्रशेखर। ब्रह्मा नारदंक कथोपकथन एवं नारदंक प्रश्न। एथु अन्ते सुज्ञ जने दिय मन कर्ण संतोषी पुराण अटे पवित्र आख्यान।
ଯାହା ଥିଲା ଅଗୋଚର ପୁଣ୍ୟ ଉତ୍କଳରେ, ତାହାର ବର୍ଣ୍ଣନେ ଚିତ୍ତ ବଳିଛି ମୁହଁରେ। ଆନମନା ନହି ଶୁଣ ପବିତ୍ର ବୃତ୍ତାନ୍ତ, ଶୁଣିଲେ ଆନନ୍ଦ ନିଶ୍ଚେ ହୋଇବଟି ଚିତ୍ତ। ପବିତ୍ର ଆଖ୍ୟାନ ଇଏ ଦେବୀ କୀର୍ତ୍ତି କଥା, ଶୁଣିଲେ ଯେ ସର୍ବ ଦୁଃଖ ନଥିବ ଜାଣିଥା। ଏକ ଦିନେ ବେଦପତି ନିରାକାର ସୂତ, ବ୍ରହ୍ମାପୁରେ ବସିଥାନ୍ତି ହୋଇ ଆନନ୍ଦିତ। ପାଖରେ ତାଙ୍କର ଥାଏ କମଣ୍ଡଳୁ ଏକ, ପୂର୍ଣ୍ଣ ହୋଇ ରହିଥାଏ ଯେ ଜାଣ ଅମୃତ। ଅମୃତ ସହିତେ ପୁଣି କମଣ୍ଡଳୁ ମଧ୍ୟ, ରୁକ ଯଜୁ ସାମ ଆଉ ଅଥର୍ବ ଯେ ବେଦ। ରହିଥାନ୍ତି ଚାରି ବେଦ ଆନନ୍ଦ ମନରେ, ଏହା ପରେ ହେଲା କିସ ଶୁଣ ତାହା ବାରେ। ଚତୁର୍ମୁଖ ବେଦ ବର ପାଶେ ବୀଣା ପାଣି, ଆନନ୍ଦେ ସଙ୍ଗୀତ ଗାନ କରୁଥାନ୍ତି ପୁଣି। ବେନି ପାର୍ଶ୍ୱେ ବେନି ପତ୍ନୀ ଗାୟତ୍ରୀ ସାବିତ୍ରୀ, ବସିଣ ଆନନ୍ଦେ କଥା ବାର୍ତ୍ତା କରୁଥାନ୍ତି। ଗାୟତ୍ରୀ ସାବିତ୍ରୀ ମଧ୍ୟେ ପ୍ରଭୁ ବେଦ ବର, ତାରକା ଗହଣେ ଯେହ୍ନେ ଦିଶନ୍ତି ନନ୍ଦର। ସରସ୍ୱତୀ ଓ ଗାୟତ୍ରୀ ସାବିତ୍ରୀ ଯେ ତିନି, ଗହଣରେ ବସିଥାନ୍ତି ପ୍ରଭୁ ଦେବ ଯୋନି। ତାରକା ମେଳରେ ଚନ୍ଦ୍ର ଯେହ୍ନେ ଫୁଟି ଦିଶେ, ସେହିପରି ପରମେଷ୍ଠି ବସିଥାନ୍ତି ସୁଖେ। ଚତୁର୍ମୁଖ ସହିତେ ଯେ ପଦ୍ମର ଆସନ, ଶୋଭା ତାଙ୍କ ଦ୍ୱିଗୁଣିତ କରିଥିଲା ଜାଣ। ସ୍କନ୍ଧେ ଶୁଭ୍ରବର୍ଣ୍ଣ ବୋଲି ଯଜ୍ଞ ଉପବୀତ, ଚନ୍ଦ୍ର ଜ୍ୟୋତ୍ସ୍ନା ପରାଏ ଯେ ଦିଶେ ଧବଳିତ। ଶରୀରର ଆଭରଣ ବର୍ଣ୍ଣିତ ଅମ୍ବର, ଦିଶୁଥିଲା କେଉଁ ପରି ବହିବ ଆବର। ସମୟ ଶରୀର ଜାଣ ବେଦପତିଙ୍କର, ଆଚ୍ଛାଦନ କରିଥିଲା ଉତ୍ତରୀୟ ତାର। ହସ୍ତରେ ଯେ ଶୋହୁଥିଲା ଏକ ପୋଥି ବେଦ, ରୁକ ଯଜୁ ସହିତରେ ସାମ ଓ ଅଥର୍ବ। ଆନ ହାତେ ରୁଦ୍ରାକ୍ଷ ମାଳା ଗୋଟି ଥିଲା, ଆବର ହସ୍ତରେ ସେହି ପରି ଶୋହୁଥିଲା। ଆନନ୍ଦ ମନରେ ବେଦ ପତି ଯେ ବେଦର, ଶୁଣୁଥାନ୍ତି ବାଣୀଙ୍କର ବଳ କଣ୍ଠ ସ୍ୱର। ବୀଣାର ଝଙ୍କାରେ ଦେବୀ ସରସ୍ୱତୀଙ୍କର, ଗାଉଥାନ୍ତି ଆନନ୍ଦରେ ମିଶି ତାଙ୍କ ସ୍ୱର। ଏମିତି ଭାବରେ ବେଦ ପତି ଆନନ୍ଦରେ ବସିଥାନ୍ତି ଆନନ୍ଦରେ ସେହି ବ୍ରହ୍ମାପୁରେ। ମନେ ରଖ ସୁଜ୍ଞ ଜନ ବ୍ରହ୍ମାଙ୍କ କୁମର, ଏ ସମୟ ଯାଇଥାନ୍ତି ସୁଖେ ମର୍ତ୍ତ୍ୟପୁର। ପିତାଙ୍କର ଅନୁମତି ଘେନିଣ ନାରଦ, ଜାନ ଆରୋହଣେ ଗଲେ ମର୍ତ୍ତ୍ୟ ନହିଁ ଖେଦ। ଆକାଶ ମାର୍ଗରେ ଜାନ ଆରୋହଣ କରି, ବୁଲି ଦେଖୁଥାନ୍ତି ସିଏ ମର୍ତ୍ତ୍ୟକୁ ଯେ ପୁରୀ। ବ୍ରାହ୍ମଣ କୁମର ସିଏ ଅଟେ ବୀଣା ଧାରୀ, ଯଜ୍ଞ ଉପବୀତ ସହୁ
ଥିଲା ମୁକ୍ତା ପରି ଆକାଶ ମାର୍ଗରେ ମୁନି ଚାଲିଗଲା ବେଳେ ଚନ୍ଦ୍ରମା ଚାଲିଲା ପରି ଦିଶନ୍ତି ସଧୀରେ। ଚନ୍ଦ୍ରମା ଦେହରେ ଯେହ୍ନେ କଳଙ୍କର ଚିହ୍ନ ଲୋଭେ ମାତ୍ର ଦିଶେ ନିଶ୍ଚେ ପୂର୍ଣ୍ଣମୀର ଦିନ। ସେହିପରି ଦେବ ଯଦି ଶୁଭ୍ର ଶରୀରରେ କଙ୍କପରାୟଣଙ୍କ ଲଲାଟ ଦେଶରେ କେଶରାଶି ଦିଶୁଥିଲା ଯେ ଶୁଭ୍ର ଶରୀରେ। ଚନ୍ଦ୍ରମା ଦେହରେ କଳଙ୍କ ଦିଶେ ଯେହ୍ନେ ଗଳାରେ ତାଙ୍କର ସଦା ପ୍ରସ୍ଫୁଟିତ ଫୁଲ ଗୁନ୍ଥା ହୋଇ ଶୋହୁଥିଲା ଏକ ଦିବ୍ୟ ମାଳ। ମାଳ ଗୋଟି ଶୁଭ୍ର ବପୁ ମଧ୍ୟରେ ତାଙ୍କର ପ୍ରଭାତ କାଳୀନ ସୂର୍ଯ୍ୟ ପରି ଯେ ସୁନ୍ଦର। ଶରତ କାଳୀନ ଶୁଭ୍ର ଆକାଶ ପ୍ରଭାତେ ଦିଶଇ ପ୍ରଭାତ ସୂର୍ଯ୍ୟ ଯେପରି ଉଦିତେ ସେହିପରି ସଦା ଫୁଲ ମାଳା ଦିଶୁଥିଲା। ଆନନ୍ଦ ମନରେ ମୁନି ଧୀରେ ଗମୁଥିଲା। ମର୍ତ୍ତ୍ୟ ଆଡ଼େ ତୀକ୍ଷ୍ଣ ଦୃଷ୍ଟି ଥିଲା ରହି ତାଙ୍କ ଯେଉଁପରି ଭାବେ ତୀକ୍ଷ୍ଣ ସୂର୍ଯ୍ୟକର ଯାକ ଏହିପରି ଭାବେ ମର୍ତ୍ତ୍ୟ ଲୋକକୁ ନଜର କରି ଚାଲୁଥାନ୍ତି ସୁଖେ ବ୍ରହ୍ମାଙ୍କ କୁମର। ଏଥୁ ଅନ୍ତେ ଶୁଣ ଶୁଣ ମର୍ତ୍ତ୍ୟ ସମାଚାର। ବରଷକେ 12 ମାସ ଅଟଇ ମର୍ତ୍ତ୍ୟର 12 ମାସେ ଷଡ଼ ଋତୁ ହୁଇଠି ଜାଣ। ପ୍ରତି ବେନି ମାସେ ହୁଏ ଏକ ଋତୁ ପୁଣ। ଏକ ମାସେ ରହିଥାଏ 30ଟି ଦିନ। ପ୍ରତି 7 ଦିନ ମିଶି ସପ୍ତାହଟି ଜାଣ। ରବିବାର ଗୋଟିଏ ଅଟେ ପ୍ରଭୁ ସୂର୍ଯ୍ୟଙ୍କର। ମଙ୍ଗଳେ ମଙ୍ଗଳ ପୁଣି ବୁଧେ ବୁଧଙ୍କର। ଗୁରୁବାରେ ମହାଲକ୍ଷ୍ମୀଙ୍କର ହୁଏ ପୂଜା। ଶୁକ୍ରବାରେ କେଉଁ ଦେବ ହୁଇଟି ପୂଜା। ଏଇ କଥା ଦିନେ ତାହା କହିଥିଲେ ମୁନି। ବେଦବର ପୁତ୍ର ପିତା ପାଶେ ଜାଣ ପୁଣି। କର୍ମ ଆସେ ବେଦବର ସେଦିନଟି ଜାଣ। କହିଥିଲେ ଯେ ନାରଦ ମୁନିଙ୍କ ପାଶେଣ। ସେଦିନ ଯେ ମହାମୁନି ଆକାଶର ମାର୍ଗେ ଦେଖିଥିଲେ ନର ନାରୀ ପୂଜନ୍ତି ସରାଗେ। ଶୁକ୍ରବାର କେଉଁ ଦେବ ଅଭିଷ୍ଟ ଯେ ବାର ଜାଣି ନଥିଲେ ନାରଦ ଜାଣ ସେହି ଗିର। ଆକାଶ ମାର୍ଗରୁ ସିଏ ସରାଗେ ଦେଖିଣ। ଲକ୍ଷ୍ୟ କରେ କେଉଁ ଦେବୀ ପୂଜୁଛନ୍ତି ପୁଣ। କେଉଁ ପରି ଦେବୀ ରୂପ ଦର୍ଶନ ଆଶାରେ ନିରେଖି ଚାହିଁଲେ ମୁନି ଅତି ବେଗ ଭୋରେ। ସନ୍ତୋଷୀ ମାତାଙ୍କ ମୂର୍ତ୍ତି ଜାଣି ସେ ନଥିଲେ। ତେଣୁ ପ୍ରଥମରେ ତାଙ୍କ ଆସନ ଦେଖିଲେ। ଦିବ୍ୟ ଆସନରେ ବସିଛନ୍ତି ଏକ ନାରୀ। ଶରୀରର ପରିପାଟି ଦିଶଇ ସୁନ୍ଦରୀ। ଚତୁର୍ଭୁଜ ଅଟେ ତାଙ୍କ ଦକ୍ଷିଣ ହସ୍ତରେ। ଶୋହେ କରବାଳ ଦେବୀଙ୍କ ଊର୍ଦ୍ଧ୍ୱ ହସ୍ତରେ। ନିମ୍ନ ହାତ ଦେବୀଙ୍କର ଶୁଭାଶିଷ ପରି ରହିଅଛି ସରାଗରେ ଜାନୁର ଉପରି।
ବାମ ହସ୍ତେ ଶିବଙ୍କର ପ୍ରିୟ ଯେଉଁ ଅସ୍ତ୍ର, ସହେ ସେହି 316 ନିମ୍ନେ ଅନ୍ନପାତ୍ର। ବାମ ହସ୍ତେ ନିମ୍ନ ଭାଗେ ଦିଶେ ଏକ ପାତ୍ର, କିସ ନ ଜାଣି ପାରିଲେ ସେହି ଯେ ପାତ୍ର। ଦେଖି ଏହି ମୂର୍ତ୍ତି ମୁନି ହୋଇ ପ୍ରଶ୍ନବାଚୀ, ପିତାଙ୍କ ନିକଟେ କ୍ଷିପ୍ର ଗତିରେ ଗମନ୍ତି। ପିତା ପାଶେ ପହଞ୍ଚିଣ ସେହି ବୀଣାଧାରୀ, ମାତା ପିତାଙ୍କର ମଧ୍ୟେ ବସି ଯେ ଆବୋରି। ପ୍ରଶ୍ୱାସ ନିଶ୍ୱାସ ମୁନି ନେଉଥାନ୍ତି ଖରେ, ଏହା ଦେଖି ଆଚମ୍ବିତ ଲାଗେ ବେଦବରେ। କି ହୋଇଲା ପୁତ୍ର ମୋର ମର୍ତ୍ତ୍ୟପୁର ଠାକୁ, ଯାଇଥିଲ କି କାରଣେ ଦେଖେ ରୂପକୁ। କେଶନେ ଭ୍ରୁଲଟା ତାର ମନ ମଧ୍ୟେ ଜାଣ, କୁଞ୍ଚି ହୋଇଯାଏ ପୁଣି ଚାହେଁ ଆବେଗନ। ଏହା ଦେଖି ବେଦବର ନ କରି ବିଳମ୍ବ, ପୁଛନ୍ତି ନାରଦ କିମ୍ପା ହେଉ ହଡ଼ବମ୍ବ। ଯାଇଥିଲୁ ମର୍ତ୍ତ୍ୟପୁରେ କି ହୋଇଲା ତୋର, ଅକା ଧକ୍କା ମାରି କି କାରଣେ ବସୁରେ କୁମର। କି ହୋଇଲା ପୁତ୍ର ତୋର କହ ମୋ ଗ୍ରତେ, ସନ୍ଦେହ ମୋଚନ ତୋର କରିବି ନିଶ୍ଚିନ୍ତେ। ଶୁଣି ଏପରି ବାରତା ପିତାଙ୍କ ମୁଖରୁ, ଆନନ୍ଦ ମନେ ନାରଦ ବୋଲେ ଶ୍ରୀମୁଖରୁ। ଯେଉଁପରି ଅନ୍ଧ ନିଜେ ଲହୁଡ଼ି ହୋ ଯାଇ, ପାଇଗଲେ ହୁଏ ଖୁସି ସେହିପରି ତହିଁ। ଆନନ୍ଦ ହୋଇଣ ନିଜେ ଭାସଇ ବଚନ, ଶୁଣ ପିତା ମୋହ ମୋର କୁହା କଥା ମାନ। ଅତୀତ କୁଷ୍ମର ପିତା ଏକଦା ତୁମକୁ, ପୁଛିଥିଲି ଏକ କଥା ଆଣ ହେ ମନକୁ। ଘଟିଅଛି ସେହି ଏକ ଘଟଣାଟି ମୋର, ସେଥିଲାଗି ଏହିପରି ଦିଶଇ କୁମର। ନାରଦଙ୍କ ଗିର ଶୁଣି ପ୍ରଭୁ ବେଦବର, ଅତୀତକୁ କଲେ ଚିନ୍ତା ନ କରି ଉଛୁର। ତଥାପି ଯେ ମନେ ତାଙ୍କ ତାହା ନ ହୋଇଲା, କି କରିବେ ବୋଲି ତାଙ୍କ ହୃଦୟ ଭାବିଲା। ଏମନ୍ତ ଭାବରେ କିଛି କ୍ଷଣ ପିତାମହ, ଭାବିଣ ମନରେ କିଛି ନହିଲା ସନ୍ଦେହ। ଏହା ଦେଖି ବେଦବର ପୁଣି ଯେ କୁମରେ, ମନ ମଧ୍ୟେ ନ ଆସଇ କୁହତୁ ବାବୁରେ। କେଉଁ କଥା ଅତୀତରେ ଘଟିଥିଲା କହ, ଜାଣିଅଛି ମନେ ତୋର ଯେ ଯେଉଁ ସନ୍ଦେହ। ପିତାମହ ବାକ୍ୟ ଶୁଣି ବୋଲେ ବୀଣାଧାରୀ, ଶୁଣନ୍ତୁ ପ୍ରିୟର ମୋର ପ୍ରଶ୍ନକୁ ଆଦରି। ଅତୀତରେ ଦିନେ ମୁହିଁ ଜାଣ ଆପଣଙ୍କୁ, ପୁଛିଥିଲି ଶୁକ୍ରବାରେ ପୂଜନ୍ତି କାହାକୁ। କାର୍ଯ୍ୟ ବ୍ୟସ୍ତତାରେ ରହି ଆପଣ ସେ କ୍ଷଣି, କହିନଥିଲେ ଯେ ମୋତେ ପଚାରିବା ବାଣୀ। ପକାନ୍ତୁ ମନରେ ଆଜି ଅଟେ କେଉଁ ବାର, ଯାଇଥିଲି ବୁଲିବାକୁ ମୁହିଁ ମର୍ତ୍ତ୍ୟପୁର। ସେହି ମର୍ତ୍ତ୍ୟପୁରେ ଆଜି ଦେଖିଲି ସହସା, ନର ନାରୀ ଗଣ ସବୁ ହୋଇବେ ସଭୂଷା। ପୂଜନ୍ତି ଆଶିଣ ଏକ
ଦେବୀ ମୂରତିକୁ ଶୁକ୍ରବାରେ ଆଜ ପିତା ଜାଣ ହେ ତାହାକୁ। ସେହି ପ୍ରଶ୍ନବାଚୀ ମୋର ମନେ ପିତାମହ ଜାଣିଥିଲେ ଫେଡ଼ି କରି ସେହି କଥା କୁହ। ଏହି ଶୁକ୍ରବାର ଗୋଟି କାହାର ଅଟଇ କେଉଁ ଦେବତାର ପ୍ରିୟ ବାର କୁହ ସାଇଁ। କାହାକୁ ଏ ଶୁକ୍ରବାରେ ନର ନାରୀ ଗଣ ପୂଜନ୍ତି ଆନନ୍ଦ ମନେ କୁହ ହେତ କ୍ଷଣ। ନାରଦ ବାରତା ଶୁଣି ପ୍ରଭୁ ବେଦବର ଆନନ୍ଦ ମନରେ ପୁତ୍ରେ ଦିଅନ୍ତି ଉତ୍ତର। ବୋଲନ୍ତି ପ୍ରିୟ କୁମାର ଶୁଣ ମୋର ଗୀର ପ୍ରଶ୍ନର ଉତ୍ତର ଆଗୁ କହ ବାର୍ତ୍ତା ମୋର। ସେହି ଦେବୀ ରୂପ କେଉଁ ପରି ହେ ଅଟଇ କିଏ ସେ ବାହନ ତାର କହ ତୁ ବୁଝାଇ। କିସ ଆୟୁଧକୁ ହସ୍ତେ ଧରିଅଛି ସିଏ କାହାକୁ ମାରୁଛି ଅବା ତାରଇବା ସିଏ। ଏହା ଶୁଣି ଦେବଯତି ବୋଲନ୍ତି ପ୍ରିୟର ବାହନ ତାହାର କିଛି ଦେଖିନି ନେତ୍ରର। ଏକ ଦିବ୍ୟ ଆସନରେ ହସ ହସ ମୁଖେ ବସିଅଛି ପଦ୍ମାସନେ ଜାଣ ଅତି ସୁଖେ। ଦେହରେ ସୁନ୍ଦର ବସ୍ତ୍ର ଶୋହେ ମୁଁ ଦେଖିଛି ଗଳାରେ ପୁଷ୍ପର ହାର ଲମ୍ବି ଯାଇଅଛି। ଚତୁର୍ଭୁଜ ଅଟେ ସିଏ ଦକ୍ଷିଣ ହସ୍ତରେ ଊର୍ଦ୍ଧ୍ୱ ଅର୍ଦ୍ଧ କ୍ରମେ ଶୋହେ ଖଡ୍ଗ ଶିଖରେ। ବାମ ଊର୍ଦ୍ଧ୍ୱ ହସ୍ତେ ଶୋହେ ଶିବଙ୍କ ତ୍ରିଶୂଳ ନିମ୍ନ ହସ୍ତେ ଏକ ପାତ୍ର ଦିଶଇ ସୁନ୍ଦର। ଆଉ କିଛି ଦେଖି ନାହିଁ ଆହେ ପିତାମହ ଯେତିକି ଦେଖିଛି ମୋର ଫେଡ଼ନ୍ତୁ ସନ୍ଦେହ। ଏହା ଶୁଣି ଚତୁର୍ମୁଖ କିଛି କ୍ଷଣ ପାଇଁ ବସିଲେ ଧ୍ୟାନରେ ଦେବ ପଦ୍ମଜନି ସେହି ଚକ୍ଷୁକୁ ମୁଦ୍ରିତ କରି ପ୍ରଭୁ ପରମେଷ୍ଠି କିଛି କ୍ଷଣ ହେଲେ ସ୍ଥିର କଲେ ଯେଣୁ ସୃଷ୍ଟି। ମନ୍ଦ ମନ୍ଦ ହସି ବ୍ରହ୍ମା ଖୋଲିଣ ନୟନ ଆନନ୍ଦ ମନେ ନାରଦଙ୍କୁ ବୋଇଲେ ଶୁଣ। ଯାହା ତୁ ହିଁ ପଚାରିଲୁ ସେହି ଶୁକ୍ରବାର ଅଟଇ ପ୍ରସିଦ୍ଧି ମର୍ତ୍ତେ ସନ୍ତୋଷୀ ମାତାର। ସନ୍ତୋଷୀ ମାତାର ପୁତ୍ର କନ୍ୟା ସାଜି ସର୍ବେ କରନ୍ତି ତାହାର ପୂଜା ଆନନ୍ଦେ ଓ ଗର୍ବେ। କଲ୍ୟାଣମୟୀ ଅଟଇ ସେହି ଅନ୍ନପୂର୍ଣ୍ଣା ଜଗତ କଲ୍ୟାଣ ଲାଗି ତାହା ତୁ ଅଜଣା। ବ୍ରହ୍ମାଙ୍କ ପୁଅ ନିଃସୃତ ବାଣୀକୁ ଶୁଣିଣ ଆହୁରି ସଂଶୟ ଚିତ୍ତ ନାରଦଙ୍କୁ ଜାଣ। ହେତୁ ତାର ହେଲା ସିଏ ଆଗରୁ ସନ୍ତୋଷୀ ବାର୍ତ୍ତା କିଛି ଅଜଣା ଯେ ଥିଲେ ସେ ଭରସୀ। ଏ ବାରତା ଶୁଣି ପ୍ରଭୁ ବେଦବର ଠାରୁ ସଂଶୟ ସାଗର ଘୋର ହୋଇଲାଟି ଗୁରୁ। କିଏ ସେ ସନ୍ତୋଷୀ ପୁଣି କାହା କନ୍ୟା ସିଏ କେଉଁ ଦିନ ମର୍ତ୍ତ୍ୟ ଲୋକେ ତାର ପୂଜା ହୁଏ। ଏ ବାରତା ପିତାମହେ ନାରଦ ପୁଛିଲେ ଆନନ୍ଦ ଭରେ ତନ୍ମୟେ ବ୍ରହ୍ମା ଯେ ଭାସିଲେ।
ଧନ୍ୟ ଧନ୍ୟ ରେ ନାରଦ, ଧନ୍ୟ ତୋର ଜ୍ଞାନ, ଧନ୍ୟ ତୋର ମତି ଏହା ପଚାରିଲୁ ପୁଣ। ଜଗତ ହିତ ସାଧନେ ସନ୍ତୋଷୀର କୀର୍ତ୍ତି, କହିବି ନିଶ୍ଚିତ ଭାବେ ମୁଁ ହିଁ କହୁଅଛି। ସୃଷ୍ଟି ଠାରୁ କାହା କନ୍ୟା ଅଟଇଟି ସିଏ, କେଉଁ ରୂପେ ହୁଏ ପୂଜା କହିବି ନିଶ୍ଚୟ। ସନ୍ତୋଷୀ ପୁରାଣେ ନାମେ ଏହି ଯେ ବାରତା, ମର୍ତ୍ତ୍ୟ ଲୋକେ ପ୍ରଚାରିତ ହେବ ନିଶ୍ଚେକା। ଆରମ୍ଭରେ ସନ୍ତୋଷୀର ଜନମ ବୃତ୍ତାନ୍ତ, ପୂର୍ବ ଭାଗୁ ଆହୁରି ମୁଁ କହିବି ଯେ ସତ। ସନ୍ତୋଷୀ ପୁରାଣେ ସବୁ ପବିତ୍ର ଆଖ୍ୟାନ, ଜଗତ ହିତ ଅର୍ଥରେ ସନ୍ତୋଷୀ ପୁରାଣ। ପ୍ରଥମେ ପୁରାଣର ଗଣନାଥ ଜନ୍ମ, ବୃତ୍ତାନ୍ତକୁ ଆନନ୍ଦରେ କରିବି ବର୍ଣ୍ଣନ। ସନ୍ତୋଷୀ ପୁରାଣେ ଏହା ପବିତ୍ର ଆଖ୍ୟାନ, ଅବୋଧ ଚନ୍ଦ୍ରଶେଖର ଗୀତେ ଭଣେ ଜାଣ। ପାର୍ବତୀଙ୍କ କୈଳାସ ତ୍ୟାଗ ଏବଂ ଗଣେଶ ଜନ୍ମ। ଏଥୁ ଅନନ୍ତରେ ଶୁଣ କୋବିଦ ମଣ୍ଡଳୀ, କହୁଅଛି ଯାହା ତାହା ଶୁଣ ହେତୁ କରି। ସନ୍ତୋଷୀ ପୁରାଣ ଏହା ପବିତ୍ର ଆଖ୍ୟାନ, ଶୁଣିଲେ ନିଶ୍ଚିତ ପାପ ହୋଇବ ଖଣ୍ଡନ। ସାଧୁ ଜନଙ୍କର ଏହା ଅଟେ କତରି, ସଂସାର ସାଗରୁ ଯେହ୍ନେ ଜୀବ ଯେ ଉଧୁରି। ସନ୍ତୋଷୀ ପୁରାଣେ ଦେବୀ କୀର୍ତ୍ତି ଗାଥା, ପରମ ସୌଭାଗ୍ୟ ବଳେ ମିଳଇ ଜାଣିଥା। ବୀଣାଧାରୀ ଗୀର ଶୁଣି କହନ୍ତି ଲୋକେଶ, ପଚାରିଲୁ ଯେଉଁ କଥା ଶୁଣ ହୋଇ ତୋଷ। ସନ୍ତୋଷୀ ମାତା ଉତ୍ପତ୍ତି କଥା ପୂର୍ବରୁ, ପିତାମହ ଠାରୁ ପିତା ଜନ୍ମ ଆଜି ଗୁରୁ। ସେ ସମସ୍ତ କଥା କହୁଛି ମୁଁ ତୋତେ, ମନ କର୍ଣ୍ଣ ଦେଇ ଶୁଣ କହେ ତୋ ଗ୍ରତେ। ଦକ୍ଷ ଯଜ୍ଞ ଠାରେ ମୃତା ସତୀ ପାର୍ବତୀ, ଜନମ ହୋଇଲେ ଯାଇ ହିମାଳୟ ଗତି। ନଗାଧି ରାଜନ କନ୍ୟା ଲଭିତ ତ କାଳେ, ଆନନ୍ଦ ହୋଇଲେ ଅତି କି କହିବି ହେଳେ। ଗଡ଼ି ଯାଏ ସମୟର ରଥ ଚକ ଧୀରେ, କରେନି ପ୍ରତୀକ୍ଷା ସିଏ କଦାପି ଆବରେ। ବିତଇ ସମୟ ଯାର ଫେରେ ନାହିଁ ସିଏ, ସେହିପରି ମହାମାୟା ବୟସ ଯେ ଧାଏଁ। ବାଲ୍ୟକାଳ ଧୂଳି ଘର ଦେବୀଙ୍କ ଗମିଲା, 16 ବରଷ ଦେବୀ ଶରୀରେ ପଶିଲା। ସେ ସମୟ ଶୈଳ ସୁତା ଦେବୀ ଭଗବତୀ, ଜାଣିଲେ ଅତୀତେ ଉଦ ଥିଲେ ତାଙ୍କ ପତି। ଅତୀତରେ ଦକ୍ଷ ଥିଲେ ଦେବୀଙ୍କ ପିୟର, ଦକ୍ଷ କୋପା ନଳେ ତେଜି ଥିଲେ ଯେ ଶରୀର। ସେହିଦିନ ଭବ ସହ ଭବାନୀର ଭେଟ, ହୋଇନାହିଁ ବୋଲି ନିଜେ ଜାଣିଲେ ତୁରିତ। ଏମିତି ସମୟ ଗିରି ରାଜ ହିମାଳୟ, ଜାଣିଲେ ଯେ ପାର୍ବତୀର ଯୌବନ ସମୟ। ପିତା ହିମାଳୟ ଆନ ମାତା ରାଣୀ ମେଳା,
ଆୟୋଜିତ ବିବାହ ଯେ ହେବ ନିଜ କନ୍ୟା। ଅଲି ଅଳି ରାଜ ଯେ ମା ଜାଣି ସେହି ରାମା। ସୁନ୍ଦର ପାତ୍ର ଖୋଜିଲେ ବିବାହେ ଗିରିଜା। ନିଜ ସହଚରୀ ଠାରୁ ଶୁଣିଲେ ପାର୍ବତୀ। ପିତା ତାଙ୍କ ପାଇଁ ପୁଣି ଯେ ବ୍ୟସ୍ତ ହୁଅନ୍ତି। କନ୍ୟାଦାନ କରିଦେଲେ ଜୀବ ଏକ ଚିନ୍ତା। ସମ୍ମତି ଯେ କରିଛନ୍ତି ଜନ୍ମଦାତ୍ରୀ ମାତା। ଏ ବାରତା ପରେ ପରେ ମାତାଙ୍କ ନିକଟେ ଚଳିଲେ ପାର୍ବତୀ ନିଜେ ସଖୀଙ୍କ ସହିତେ। ରାଣୀ ହଂସପୁର ଠାରେ ଅଲି ଅଳି ଯେ ମା ପହଞ୍ଚି ନ ଗଲେ ସୁଖେ ଭୂତପତି ବାମା। କନ୍ୟାକୁ ଦେଖିଣ ମେନା ଆନନ୍ଦ ମନରେ। ବୋଇଲେ ପାର୍ବତୀ କେଣେ ଏହି ଅବେଳରେ। କହ କହ ସ୍ନେହ ଧିନା କନ୍ୟା ତୁହି ମୋର। କେଉଁ ଅଭିପ୍ରାୟ ଉପନୀତ ତୁମ୍ଭେ ହେଲ। ଏ ବାରତା ଶୁଣି ଯେ ମା ଲଜ୍ଜା ଅଦନତ। କରିଲା ଯେ ମୁଖ ହେଲା ତାର ହସ ସ୍ମିତ। ଏ କଥାକୁ ଦେଖି ଦେବି ସଖୀ ଯେ ବୋଇଲା। କେମନ୍ତେ ସ୍ତମ୍ଭ ପରାଏ ଶରୀର ହୋଇଲା। ଯେଉଁ ପାଇଁ ଆସିଅଛ ତାହା ଯେ ମା ଦେଇ। ମାତାଙ୍କ ଗ୍ରତେ ସବୁ କୁହ ଯେ ଫିଟାଇ। ସଖୀ ବାର୍ତ୍ତା ଶୁଣି କରି ମହାରାଣୀ ମେନା। ଜାଣିଲେ ଯେ କିଛି କଥା କହିବ ସେ କନ୍ୟା। ଲଜ୍ଜାରେ ସେ ବୋଧ ହେବ ହସୁଛି ସେ ଆସି। ଏତେ କରି ମହାରାଣୀ ହେଲେ ମନେ ଖୁସି। ବୋଇଲେ ପାର୍ବତୀ କିମ୍ପା ଆସିଛୁ ମୋ ପାଶେ। ଫିଟାଇ କହ ସତୋର ଜନନୀ ତ ଭାସେ। କର ନାହିଁ ଲଜ୍ଜା ଆଉ ସୁକୁମାରୀ ମୋର। ଯାହା ଭାବୁଛୁ ମନରେ କହିବେ ସତୋର। ମାତାଙ୍କ ବାରତା ଶୁଣି କହିଲେ ଭବାନୀ। ଯାହା ପଚାରିଲ ତାହା ଶୁଣ ଗୋ ଜନନୀ। ବିବାହ ପାଇଁ କି ପିତା ସୁଖେ ଆୟୋଜନ କରୁଛନ୍ତି ଶୁଣି ମୁହିଁ ଆସିଲି ତକ୍ଷଣ। 1 କୋଟି ଅନୁରୋଧ କରିବା ନିମିତ୍ତ। ବଳି ଅଛି ଜନ୍ମଦାତ୍ରୀ ଆଜ ମୋର ଚିତ୍ତ। ନରକ୍ଷୀଣ ଲଜ୍ଜା ମୋତେ କହଲୋ ପାର୍ବତୀ। ସସ୍ନେହରେ ରାଣୀ ମେନା ବୋଇଲେ ଝଟତି। ମାତା ବାର୍ତ୍ତା ଶୁଣି କନ୍ୟା ବୋଇଲେ ଯେ ଗୀର। ଶୁଣ ସବୁ କହୁଅଛି ଧ୍ୟାନେ ବାର୍ତ୍ତା ମୋର। ଅତୀତର ସ୍ମୃତି ଆଜି ଯାରେ ମୋର ମନେ। ଚନ୍ଦ୍ରଶେଖର ଯେ ଥିଲେ ପତି ମୋର ଜାଣେ। ଦକ୍ଷ ଯଜ୍ଞ ଦେହ ତ୍ୟାଗ କରିଲିଟି ଜାଣ। ତାପରେ ଶବକୁ ମୋର ଭବ ଯେ ଧରିଣ। ଭ୍ରମଣ କରିଲେ ସୁଖେ ଚରାଚର ବିଷ। ତାହାକୁ ଜାଣିଲେ ପ୍ରଭୁ ରମାଙ୍କର ଈଶ। ବ୍ରହ୍ମା ଯେ ଅଟନ୍ତି କହି ସୃଷ୍ଟି ସ୍ରଷ୍ଟା। ନାରାୟଣଙ୍କର ଅଟେ ପାଳନର ଚିନ୍ତା। ଧ୍ୱଂସକାରୀ ଅଟନ୍ତି ଯେ ପିନାକୀ ଶଙ୍କର। ଧ୍ୱଂସିବା ଧର୍ମଟି ଅଟେ
କରମ ତାଙ୍କର ଦୀର୍ଘ ଦିନ ନହି ଧ୍ୱଂସ ଚରାଚର ବିଷ ଛାର ଖାର ନ ହୋଇଲା ଜାଣିଲେ ରମେଶ ଧ୍ୟାନ ବଳେ ଶିବଙ୍କର ସର୍ବକର୍ମ ମାନ ଜାଣି କରି ନ ପେଶିଲେ ଦେବ ସୁଦର୍ଶନ ଚକ୍ରର ଯେ କ୍ଷିପ୍ର ଗତି ଶବ୍ଦହୀନ ହେଲା ପିନାକୀର ପଛେ ପଛେ ଆନନ୍ଦେ ଧାଇଁଲା ବିଷ୍ଣୁଙ୍କର ଆଦେଶକୁ ପାଳି ସୁଦର୍ଶନ କ୍ରମନ୍ୱୟରେ ଛେଦିଲା ମମୃତ ଶରୀର ଏହିପରି ଭାବେ ମୋର ଶରୀରକୁ ଛେଦି ଗଲା ସେ ବାହୁଡ଼ି ପୁଣି କରି ନିଜ ବୁଦ୍ଧି ସେବାର ତାଜି ମୋର ମନରେ ପଡ଼ିଣ ଦୁଃଖ ଲାଗୁଅଛି ଯେଣୁ କରତା କାରଣ ମୋଟାମୋଟି ଘିଅରେ ମୋ ବାରତା ଜଣାଅ ଶିବ ସହ ମୋତେ ସିଏ କରିବେ ବିବାହ ଏତେ ବୋଲି କହି ଯେ ମା ନିଜ କୋଠରୀକୁ ଫେରିଗଲେ ସାଥିରେ ଯେ ନୈଣ ସଖୀକୁ କିଛି କ୍ଷଣ ପରେ ଦରବାର କର୍ମ ଶେଷେ ପହଞ୍ଚିଲେ ନାଗରାଜ ମେନାଙ୍କର ପାଶେ ନିତ୍ୟକର୍ମ ଶେଷ କରି ପହୁଡ଼ ନିମିତ୍ତ ପଲଙ୍କରେ ବିଜେ ହେଲେ ରାଜନ ତୁରିତ ଏହାପରେ ହେଲା କିସ ଶୁଣ ମନ ଦେଇ ସନ୍ତୋଷୀ ପୁରାଣେ ବର୍ଣ୍ଣି ଅଛି ଜାଣ ମୁହିଁ ପବିତ୍ର ଆଖ୍ୟାନ ଇଏ ପୁରାଣ ମଧ୍ୟରେ ପଢ଼ି ବୁଝ ହେ କୋବିଦେ ଅତି ଆନନ୍ଦରେ ବାହୁଡ଼ିବା କାଳେ ମେନା ରାଜାଙ୍କର ପାଶେ କୁହନ୍ତି ବାରତା ଏକ କହିବି ମୁଁ ଭାଷେ କୁହ ଆଗ ମୋର କଥା ରଖିବ ବା ନାହିଁ ତାହା ପରେ ଗୋଟି ଗୋଟି କହିବିଟି ମୁହିଁ ଏତେ ବୋଲି ମେନା ରାଣୀ ତୁନି ହୋଇଗଲେ ନଗାଧି ରାଜନ ସୁଖେ ସନମତି କଲେ ବୋଲନ୍ତି ଯେ ହିମାଳୟ ଆନନ୍ଦ ମନରେ କେଉଁ କଥା ଭାବିଅଛି କୁହ ମୋତେ ବାରେ କହୁଛନ୍ତି ନଗରାକେ ଚାହିଁଣ ମେନାକୁ ପରେ ପରେ ମେନା ବୋଲେ ନଗାଧିରାଜକୁ ପାର୍ବତୀ ମୋହର ଆସି କହିଗଲା ମୋତେ ବର ଆୟୋଜନ କେଣେ କରୁଅଛ ଚିତେ ବାରେ ବୁଝାଇଣ ମୋତେ କୁହ ପରମେଶ କନ୍ୟା ସ୍ଥିର କରିଅଛି ପାତ୍ର ତ ମହେଶ ମୋର ମତେ ସେହି ନିଶ୍ଚୟ ଆମ୍ଭ କନ୍ୟା ଲାଖି ତାଙ୍କୁ ଯାଇ ବାରେ ତୁମେ କୁହ କଥା ଯୋଖି କ୍ରୋଧ ଗର ଗର ହେଲେ ନଗାଧିରାଜନ ମହାରାଣୀ ମେନାଙ୍କର ବାର୍ତ୍ତାକୁ ଶୁଣିଣ କି କଥା କହୁଛ ମୋତେ ଆଗ ମହାରାଣୀ ଶିବେ ମୁହିଁ ଅନୁରୋଧ କହୁଛି କେ ଜାଣି ମନେ ରଖ ରାଜା ମୁହିଁ ଏ ପର୍ବତଙ୍କର ଉପେକ୍ଷା କରିବ ଯେବେ ମୋ କଥା ଶଙ୍କର ମଥା ମୋର ସୁନିଶ୍ଚିତ ନଈବ ତଳକୁ ସମାନ ମୋହର ସାଥେ ମିଶିବ କଥାକୁ ଏଣୁ କରି ଶିବେ ମୁହିଁ ଜାଣ ଅନୁରୋଧ ନ ବରିବି ଏହି କଥା
ମନେ ତୁମେ ହେଜ କନ୍ୟାକୁ ଯେ ମଧ୍ୟ ତୁମେ କହିବ ମୋ ଗିର ଶିବେ ଅନୁରୋଧ ଅଟେ ମୋ କର୍ମ ବାହାର ଏମନ୍ତ ସମୟେ ଯେମା ଦୁଆର ନିକଟେ ଶୁଣୁଥିଲା ପିତାଙ୍କର ବାରତାକୁ ଯେ ସେ ରାତ୍ର କାଳେ ନ ଡାକିଣ କୋଠାକୁ ଯେ ଗଲା ଶିବେ ଲୋଭିବାକୁ ମନ ମଧ୍ୟରେ ଚିନ୍ତିଲା କେଉଁପରି ଭାବେ ଯେହି ଭୂପପିତ ହର ହୋଇବେ ସେ ଆସି ପାର୍ବତୀଙ୍କର ବର କିଛି କ୍ଷଣେ ଚିନ୍ତି ଯେମା ମନେ ସ୍ଥିର କଲା ଜାଣିଅଛି ସଦାଶିବ ତପସ୍ୟାରେ ଭୋଳା ତେଣୁ ମୁହିଁ ଶିବ ଲାଭ ଅର୍ଥରେ ନିଶ୍ଚୟ ଆଚରିବି ଦୃଢ଼ ତପ ନାହିଁଟି ସନ୍ଦେହ ଏତେ ବୋଲି ବିଚାରିଣ ଯେମା ପାର୍ବତୀ ରାତ୍ର ପାହିବା ପର୍ଯ୍ୟନ୍ତ ରହେ ହୋଇ ଖୁସି ରାତ୍ର ପାହିଗଲା ପରେ ଦେବୀ ଭଗବତୀ ପିତା ପାଶେ ଯିବା ଲାଗି ଚଳିଲେ ଝଟତି ହିମାଳୟ ଦେଖି ନିଜ କନ୍ୟା ଗମନ ଚାହିଁଲେ ଯେ କକ୍ଷ ନେତ୍ର କରି ତତ୍କ୍ଷଣ ବୋଇଲେ ପାର୍ବତୀ କେବେ ମୁଁ ସଦାଶିବଙ୍କୁ ନ କରିବି ଅନୁରୋଧ ଜାଣ ମୋ ବାକ୍ୟକୁ ଏହି କଥା ଶୁଣି କରି ସେହି ମହାସତୀ ବୋଇଲେ ପିତାକୁ ଶିବେ ମନ ପ୍ରାଣ ବିକି ଦେଇଅଛି ଜାଣି ରଖ ଏ ପୂଜ୍ୟ ପିୟର ନ ହୋଇବି ଅସତୀ ମୁଁ ଏହା ସତ୍ୟ ଗିର ଶିବେ ଯଦି ଅନୁରୋଧ ନ କର ଆପଣ ତେବେ ମୁହିଁ କହୁଅଛି ମୋର କଥା ମାନ ଆଦେଶ ଦିଅନ୍ତୁ ମୋତେ ଆହେ ପିତା ମାତା ପର୍ବତ ଶିଖରେ ମୁହିଁ କରିବି ତପସ୍ୟା ତପ କଥା ଶୁଣି କରି ଚମକିଲେ ମେନା ତପସ୍ୟାର କଷ୍ଟ ସବୁ ମେନାକୁ ଯେ ଜଣା କଷ୍ଟ ବା କଷ୍ଟ ନହୁଁ ମାତୃମେନା ମନ ନ ବୁଝିଲା ସ୍ନେହମୟୀ ଜନନୀର ମନ ମାତା ବା କନ୍ୟା କଷ୍ଟ ସହନ୍ତା କିପରି ପାର୍ବତୀଙ୍କ ବାର୍ତ୍ତା ଶୁଣି ବାରଣ ଯେ କରି କୁହନ୍ତି ପାର୍ବତୀ ତୁହି କଦାପି ତପକୁ ଯାଇ ନ ପାରିବୁ ଏହା ଶୁଣ ମୋ ଗିରକୁ କହନ୍ତି ପାର୍ବତୀ ମାତା ବଚନକୁ ଶୁଣି କାହିଁକି ବାରଣ କର ମୋତେ ହେ ଜନନୀ ତପ ଲାଗିଯାଏ ମୋତେ କର ଆଶୀର୍ବାଦ ଦିଅନ୍ତୁ ଆଶିଷ ମୋତେ ନ କରିଣ ଦ୍ୱନ୍ଦ୍ୱ କର ନାହିଁ ମାତା ପିତା ମୋର ତପ ଆଚରଣେ ଆଜ୍ଞା ଦିଅ ମୋତେ ମିଳି ଏତେ ବୋଲି ରାଜ ଯେମା ପିତା ମାତାଙ୍କର ଧରିଲେ ତପ ସକାଶେ ହେବେନି ପୟର ଦୁହିତାର ଅଳି ଦେଖି ମେନା ହିମାଳୟ ସନମତି ଜଣାଇଲେ ବେନି ବାଧ୍ୟ ସହ ଆଦେଶ ପାଇ ପାର୍ବତୀ ଚଳିଲେ ତୁରିତ ହିମାଳୟ ଉଚ୍ଚତମ ଶୃଙ୍ଗେ ସ୍ଥିର ଚିତ ଉଚ୍ଚତମ ଶୃଙ୍ଗେ ଦେବୀ ତପ ଆଚରଣେ କରିଲେ ସେ ଆୟୋଜନ
ଆନନ୍ଦିତ ମନେ। ରାଜଜେମା ଶରୀରୁ ଆୟ ଅଳଙ୍କାର କାଢ଼ିଲେ ସେ ଧୀରେ ଧୀରେ ଭଜିଣ ଶ୍ରୀହର। ପ୍ରଥମେ ମସ୍ତକୁ ଦେବୀ କାଢ଼ିଲେ ମୁକୁଟ, ତାପରେ ନାସାରୁ ଦେବୀ ନାସା ଫୁଲ ଯାକ, ହସ୍ତରୁ ସ୍ୱର୍ଣ୍ଣ ବଳୟ ଧୀରରେ କାଢ଼ିଲେ, କୋଟିରୁ ଯେ କୋଟି ମାଳ ଥୋଇଲେ ନିମ୍ନରେ। ଗଳାରୁ କାଢ଼ିଲେ ସତୀ ମୁକୁତାର ମାଳ, ଆଲୋକରେ ପର୍ବତ ଦିଶେ ଜଳ ଜଳ। ପାଦରୁ କାଢ଼ିଲେ ମାତା ପାଦର ନୂପୁର, ଚାନ୍ଦି ରୂପାରେ ନିର୍ମିତ ଅତୀବ ସୁନ୍ଦର। ସର୍ବଶେଷେ ପିତା ଦତ୍ତ କର୍ଣ୍ଣର କୁଣ୍ଡଳ, କାଢ଼ିଲେ କଙ୍ଗୁରୀୟ 10 ଗୋଟି ଧୀର। ରାଜବସ୍ତ୍ର ପରିଧାନ କରିଥିଲେ ଦେବୀ, ତାକୁ ମଧ୍ୟ ତ୍ୟାଗ କରି ରଖିଲେ ସେ ଭୁବି। ସମସ୍ତ ସେ ଅଳଙ୍କାର ଆଣିଲେ ସହସା, ରାଜବସ୍ତ୍ର ମଧ୍ୟେ ବାନ୍ଧି ରଖିଲେ ସହସା। ତପସ୍ୱିନୀ ଯେଉଁପରି ସୁଖେ ପିନ୍ଧିଥାନ୍ତି, କୃଷ୍ଣ ବଳ କଳ ଦେବୀ ଖୁସିରେ ପିନ୍ଧନ୍ତି। ତାହାପରେ ହସ୍ତରେ ଯେ ଆନନ୍ଦ ମନରେ, ପିନ୍ଧିଲେ ରୁଦ୍ରାକ୍ଷ ମାଳା ଅତି ଯତନରେ। ବିଳମ୍ବନ କରି ଶୁଭ ସମୟକୁ ଜାଣି, ପଦ୍ମାସନେ ବସିଲେ ଯେ ଦେବୀ ତତ୍କ୍ଷଣି। ମୁଖ ମଧ୍ୟ ଶିବ ଶିବ କଲେ ଉଚ୍ଚାରଣ, ଓମ୍ ନମ ଶିବାୟ ବୋଲି କହୁଥାନ୍ତି ପୁଣ। ଏହିପରି ଭାବେ ଦେବୀ ଆନନ୍ଦ ତପସ୍ୟା କରିଲେ ପର୍ବତ ଶିଖେ ଶିବେ ଅନୁଭକ୍ତା। ଶିବ ବିନା ଅନ୍ୟ କିଛି ନ ଦିଶଇ ତାଙ୍କୁ, ବିତିଗଲା କିଛି ଦିନ ଶୁଣ ହେ ବାର୍ତ୍ତାକୁ। ଦେବଗଣେ ସତୀଙ୍କର ତପ ଆଚରଣ, ଦେଖିଣ କନ୍ଦର୍ପ ଶିବ ପାଶକୁ ପ୍ରେରଣ। କରିଲେ ଆନନ୍ଦ ମନେ ଭାବିଲେ ନିଶ୍ଚିତ, ଶିବ ଏଇ ବାରେ ଯିବେ ପାର୍ବତୀର ପାଶ। ଶିବ ପାର୍ବତୀଙ୍କର ଯେ ମିଳନ ନିଶ୍ଚୟ, ହେବ ଏଇ ବାର ଏଥେ ନ ଅଛି ସନ୍ଦେହ। କନ୍ଦର୍ପ ଯାଇ ଶିବଙ୍କୁ ନୃତ୍ୟରେ ମୋହିତ, କରିବ ଭାବିଲା ଜୟ ଶିବଙ୍କର ଚିତ୍ତ। କିନ୍ତୁ ଶିବ ପାଶେ ତାହା ବିପରୀତ ହେଲା, ଶିବଙ୍କ କୋପ ଦୃଷ୍ଟି କନ୍ଦର୍ପେ ଯେ ପଡ଼ିଲା। ତୃତୀୟ ନେତ୍ରେ ପିନାକି ଜାଳି ନ ମାରିଲେ, ଜାଳି ପୋଡ଼ି କନ୍ଦର୍ପକୁ ଯେ ଭସ୍ମ କରିଲେ। ଏ ବାର୍ତ୍ତା ଶୁଣିଲେ ଯେ ସତୀ ପାର୍ବତୀ, କି କରିବେ ବୋଲି ମନ ମଧ୍ୟରେ ଚିନ୍ତନ୍ତି। ଚିନ୍ତା କରି ଅତି କଷ୍ଟେ ତପ ଆଚରଣ, କରିବାକୁ ମନେ ସ୍ଥିର ହିମକନ୍ୟା ଜାଣ। ଗ୍ରୀଷ୍ମରେ ଯେ 5 ଅଗ୍ନି ସ୍ଥାପିତ ପକଲେ, ବର୍ଷାରେ ଅଥଳ ଜଳେ ଶିବଙ୍କୁ ଡାକିଲେ। ଶୀତରେ ଆକଣ୍ଠ ଜଳ ମଧ୍ୟରେ ବୁଡ଼ିଣ, ପିନାକିର ନାମ ସଦା କଲେ ଉଚ୍ଚାରଣ। ଏହିପରି ନାନା ମତେ ତପ ଆଚରଣ, 12 ବରଷ ବିତି ଗଲାଟି ଯେ ପୁଣ।
ଦ୍ୱାଦଶ ବରଷ ବିତି ଗଲାଟି ଯେ ପୁଣ ସତୀଙ୍କ ଉପରେ ଶିବ ଆସନ କୈଳାସେ ଟଳମଳ ହେଲା ଜାଣ ଏକନିଷ୍ଠ ତପେ କି କରିବେ ବୋଲି ଶିବ ଚିନ୍ତା କରି ମନେ ପରୀକ୍ଷା ସାରେ ନିଜେ ଚଳିଲେ ତକ୍ଷଣେ ବଟୁକ ବ୍ରାହ୍ମଣ ବେଶ ଧରି ସଦା ଶିବ ପାର୍ବତୀଙ୍କ ନିକଟକୁ ଗଲେ ସେହି ଭବ ସର୍ବାଙ୍ଗରେ ହୋଇଥାଏ ଯେ ଭସ୍ମ ଲେପନ ଊର୍ଦ୍ଧ୍ୱେ ଜଟା ଜଟ ମୁଖେ ମୋହୁଥାଏ ଜାଣ ଗଳାରେ ରୁଦ୍ରାକ୍ଷ ମାଳା ମଥାରେ ତିଳକ ହସ୍ତ ଆଉ ନାନା ସ୍ଥାନେ ପୁଣି ମଧ୍ୟ ଦକ୍ଷ ରତ୍ନବସ୍ତ୍ରେ ଆଭରଣ ସ୍କନ୍ଧେ ଉପବିତ ଉତ୍ତରୀୟ ପକାଇଣ ଗମିଲେ ତୁରିତ ଏହକ ହସ୍ତେ କମଣ୍ଡଳୁ ଆନରେ ତ୍ରିଶୂଳ ଧରିଥାନ୍ତି ସଦା ଶିବ ଯେହ୍ନେ ଏକ ବିପ୍ର ପାର୍ବତୀଙ୍କ ପାଶେ ଯାଇ ଶିବ ପହଞ୍ଚିଣ ପରିଣୟ ଦେଲେ ନିଜେ ଅତିଥି ବୋଲିଣ ଏହା ଛଡ଼ା ନାନା ସତ୍ୟ ମିଥ୍ୟା ଗିରମାନ ପାର୍ବତୀଙ୍କ ପାଶେ ବଖାଣିଲେ ଯେ ଈଶାନ ସବୁ ପରୀକ୍ଷାରେ ଦେବୀ ହୋଇଲେ ଉତ୍ତୀର୍ଣ୍ଣ କ୍ଷଣ କାଳ ସଦା ଶିବ ଚିନ୍ତିଲେ ତକ୍ଷଣ କି କରିବେ ବୋଲି ନିଜେ କରିଲେ ସ୍ଥିର ନିଜେ ଶିବ ବୋଲି ପରିଚୟ ତତ୍କାଳ ଦେଲେ ଯେ ପାର୍ବତୀ ପାଶେ ହିମାଳୟ ଯେ ମା ପତି ପତି କହି ସତୀ କହେ କର କ୍ଷମା କ୍ଷମା ମୋର ମୂଢ଼ ମଣ କୃତ ପରାକ୍ଷ ନ ଜାଣି ମୁଁ ତବ ସାଥେ ସାଧୁ ଥିଲି ବାଦ ଏତେ ବୋଲି ସତୀ ସାଥେ ଶ୍ରୀଚନ୍ଦ୍ରଶେଖର ଚଳିଲେ ଆନନ୍ଦ ମନେ ହିମାଳୟ ଘର ମେନା ଆଉ ହିମାଳୟ ସତୀ ଓ ଈଶ୍ୱର ଦେଖି ଯେ ବିଶ୍ୱାସ କରି ଗଲେନି ସତର ତଥାପି ପାର୍ବତୀ ବହୁ ବୁଝାଇ ପ୍ରିୟରେ କହିବାରୁ ବିବାହର ଆୟୋଜନ କଲେ ଶିବ ପାର୍ବତୀ ଦୁହିଁଙ୍କୁ ବିବାହ ଉତ୍ସବ ହିମାଳୟ ନଗରରେ ହେଲାଟି ଜାଣିବ ତାପରେ ହିମାଳୟ ଅନୁରୋଧେ ଶିବ ରହିଲେ କିଞ୍ଚିତ ଦିନ ହୋଇ ସୁଖୀ ଭାବ କିଛି ଦିନ ଅନ୍ତେ ପୁଣି କୈଳାସପୁରକୁ ଚାଲିଣ ଆସିଲେ ସାଥେ ଆଣି ପାର୍ବତୀଙ୍କୁ ଜନମିଣ ସାରିଥିଲେ ବେନି ଔରସରେ କାର୍ତ୍ତିକେୟ ମହାବୀର ଜାଣ ଆନନ୍ଦରେ ତାରକା ନିଧନକାରୀ ମୟୂର ବାହନ ଅଟେ ଦେବଗଣଙ୍କର ସେନାପତି ଜାଣ ଦେବସେନାନୀ କାମରେ ପ୍ରଭୁ କାର୍ତ୍ତିକେୟ ଅବଧି ରହିଛି ଲୋକେ ନାହିଁଟି ସନ୍ଦେହ ଏହିପରି ସୁଖ ଦୁଃଖ ଆନନ୍ଦରେ ତିନି ରହିଲେ କୈଳାସପୁରେ ପୁତ୍ର ଜାୟା ଘେନି ଛଞ୍ଚି ପରି ଲୁହା ଖଣ୍ଡ ଦ୍ୱାରା ଯେଉଁ ପରି ହୁଅ ଇଟି ବଡ଼ ଗର୍ଭ ଜାଣ ସେହିପରି ନିୟତି ଚକ୍ରାନ୍ତ ଫଳେ ହୋଇଲାଟି ଯାହା ଶୁଣ ହେ କବିଦେ ମୁହିଁ
କହୁଅଛି ତାହା। ଏକ ଦିନେ କୈଳାସ ପୁରରେ ପାର୍ବତୀ ବିଷନ ବଦନତୀ ହୋଇ ବସିଥାନ୍ତି। ପାଖରେ ତାଙ୍କର ଜାଣ ପ୍ରଭୁ ମହେଶ୍ୱର ନଥିଲେ ଯେ ମହାଦେବୀ ପାଶେ ସେହି କାଳ। ଦୈନନ୍ଦିନ ଘଟଣାଏ ଦେବ ମହେଶ୍ୱର ଶ୍ମଶାନ ଭ୍ରମଣେ ସିଏ ଯାଆନ୍ତି ନିରନ୍ତର। ତଥାପି ଯେ ରହିଥିଲା ସମୟର ଜ୍ଞାନ ଆଜି କିନ୍ତୁ ସବୁଠାରୁ ବିଳମ୍ବଟି ଜାଣ। ଏମିତି ସମୟେ ଦେବୀ ଘରକୁ ଦୁଆର ଦୁଆରକୁ ଘର ପୁଣି ହୁଅନ୍ତି ଆବର। ଯାଇଥାଏ କାର୍ତ୍ତିକେୟ ଖେଳିବାକୁ ସୁଖେ ଏକାକିନୀ ସତୀ ନିଜେ ଥାନ୍ତି ଯେ ସେ ଗୁମ୍ଫେ। ଏହିପରି କିଛି କାଳ ହୋଇ କରି ଉମା ପ୍ରସ୍ତର ଖଣ୍ଡିକ ପରେ ବସେ ଗିରିଜେମା। ଅନାଇ ରହିଲେ ସେହି ପତି ପରମେଶେ ଆଗମନ ହେବ କେତେବେଳେ ସେ ମହେଶେ। ଏହିପରି କିଛି କ୍ଷଣ ବସନ୍ତି ପାର୍ବତୀ ଦୁଆରେ ଡାକିଲେ ଶିବ ଆସି ସତୀ ସତୀ। ଖୋଲ ଗୋ ଦୁଆର ପ୍ରିୟେ ନକର ବିଳମ୍ବ। ଡାକ ଶୁଣି ସତୀ ଖୋଲି ଦେଲେ ହଡ଼ ବମ୍ବ। ସବୁଦିନ ଠାରୁ ସେହି ଦିନ ଶିବଙ୍କର ଅନ୍ୟ ପ୍ରକାରେ ଦିଶୁଥିଲା ବନ ତାଙ୍କର। ମୁଖମଣ୍ଡଳରେ ପୂର୍ଣ୍ଣ ଥିଲା ସ୍ୱେଦ ବିନ୍ଦୁ ନଥିଲା ମୁହଁରେ ତିଳେ ସୁଧା ହର୍ଷ ମଧୁ। ଏପରି ଭାବକୁ ଦେଖି ଶିବଙ୍କୁ ଭବାନୀ ପୁଛନ୍ତି କିସ ହୋଇଛି ଆହେ ମୋର ସ୍ୱାମୀ। କି କାରଣେ ରକ୍ତ ନେତ୍ର ହୋଇଛି କୁମର କୁହ ମୋତେ ବୁଝାଇଣ ଆହେ ବ୍ୟାଘ୍ରାମ୍ବର। ଧନ୍ୟ ଧନ୍ୟ ମନେ ଭାବି କୁହନ୍ତି ଶଙ୍କର କି କାରଣେ ସେ ବାରତା ଶୁଣିବ ସତର। ତଥାପି ମନରେ ଯଦି ପ୍ରଶ୍ନ ତବ ଅଛି ସଂକ୍ଷିପ୍ତରେ ତାହା ମୁହିଁ ଶୁଣ ହେ କହୁଛି। ଏତେ ବୋଲି ମହେଶ୍ୱର ପାର୍ବତୀଙ୍କୁ ନିଜ ପାଖରେ ବସାଇ କହି ବାକୁ ହେଲେ ସଜ। ବୋଇଲେ କ ସତୀ ମୋର ଭାବ ଅତୀତକୁ ଭୂତ ଶିକ୍ଷା ଦେଉଥିଲି ମୁହିଁ ଯେ ତୁମକୁ। ସେତେବେଳେ ବୃକ୍ଷ ଡାଳେ ଏକ ଶୁକ ପକ୍ଷୀ ଅଜଣାରେ ଶୁଣୁଥିଲା କେ ଯେ ନ ଜାଣନ୍ତି। ଶେଷେ ଆଜି ସେହି କଥା ମୁଁ ଜାଣିପାରିଲି ପ୍ରକାଶ କରିବି କାଳେ ମନରେ ଭାବିଲି। ତାହା ଭାବି ମନେ ମନେ ସେ ଶୁକ ପକ୍ଷୀକୁ ମାରିବା ନିମିତ୍ତ ଧରିଥିଲି ମୁଁ ଶୁକକୁ। ପ୍ରାଣ ବିକଳରେ ଶୁକ ବୃକ୍ଷ ଉଡ଼ିଗଲା ବ୍ୟାସ ପତ୍ନୀ ନିକଟରେ ଶରଣ ପଶିଲା। ସେ ଶରଣ ପଶିବାରେ କାଳେ ମୁଁ ସହସା ବ୍ୟାସ ପତ୍ନୀ ନିକଟକୁ ଧାଇଁଲି ଜାଣିଥା। ମୁନି ଯାୟାଙ୍କୁ ମୁହିଁ ଯେ ଅନୁରୋଧ କଲି ଛାଡ଼ି ଦିଅ ସେ ପକ୍ଷୀକୁ ବୋଲି ନ ବୋଇଲି। କରିଅଛି ଅପରାଧ ଜାଣ ମୁଁ ତାହାକୁ ଆଜି ବଦ୍ଧ ମୁଁ କରିବି ଦିଅ ମୋତେ ତାକୁ।
ଏହା ଶୁଣି ବ୍ୟାସ ପତ୍ନୀ କହିଲେ ମହେଶ, ଶରଣାପନ୍ନ ହୋଇଛି ଦେଖ ଏହି ସୁକ। ଶରଣ ରକ୍ଷଣ ହୋଇ କେଉଁ ପରି ଭାବେ, ମରଣ ମୁହଁକୁ ଠେଲି ଦେବି ତାହା ଭାବେ। ମରଣ ମୁହଁ ଦେବା ଯେ ମୋର ଏ ଅକର୍ମ, ତେଣୁ ମହେଶ୍ୱର ମୁହିଁ ପାଳିବି ମୋ ଧର୍ମ। ତଥାପି ନାରୀକୁ ମୁହିଁ ବହୁ ଅନୁନୟ, କରିଲି ତଥାପି ନାହିଁ କରିଲା ନିଶ୍ଚୟ। ଅବଜ୍ଞା ମୋର ବାରତା କଲା ସେହି ନାରୀ, ଫଳରେ ଯେ କୋପ ମୋର ହୋଇଗଲା ଭାରି। କମ୍ପିଲା ଶରୀର ମୋର ରାଗେ ଜର ଜର, ହୋଇ ରକ୍ତ ବର୍ଣ୍ଣ ହେଲା ମୋ ମୁଖ ସତର। ଏମନ୍ତ ଭାବକୁ ମୋର ପ୍ରକଟିବା ଦେଖି, ତଥାପି ତରିଲା ନାହିଁ ଯେ ନାରୀ ସୁମୁଖୀ। ଷୋଳ ଉଞ୍ଚାଇଣ ମୁହିଁ କରିବାକୁ ବୋଧ, ବ୍ୟାସ ପହଞ୍ଚିଣ ମୋତେ କଲେ ଅନୁରୋଧ। ଜୟ ମା ସନ୍ତୋଷୀ।